ଭୋଟ ଦେବା ମୋର ଜାତୀୟ କର୍ତ୍ତବ୍ୟ ଓ ସାମ୍ବିଧାନିକ ଅଧିକାର। ଆଜି ଦିନ 11ଟା ବେଳେ ୟୁନିଟ୍ 2ର କ୍ୟାପିଟାଲ ଗାର୍ଲସ ହାଇସ୍କୁଲର 93 ନମ୍ବର ବୁଥରେ ମୁଁ ମୋର ମତଦାନ ଅଧିକାର ସାବ୍ୟସ୍ତ କରିଛି। ଲୋକମାନେ ଅତ୍ୟନ୍ତ ଶୃଙ୍ଖଳାର ସହ ଆସି ଭୋଟ ଦେଉଥିଲେ। ଫାଟକ ପାଖରେ ସୁରକ୍ଷାକର୍ମୀ ଫଟୋ ପରିଚୟପତ୍ର ତଦାରଖ କରି ଭିତରକୁ ଛାଡ଼ୁଥିଲେ। ଭିତରେ ବାହାରେ ସବୁଠି ସୁରକ୍ଷାକର୍ମୀ ମୁତୟନ ଥିଲେ। ଏଠାରେ ଭୋଟର ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଦିବ୍ୟାଙ୍ଗ ଓ ବୟସାଧିକ ଭୋଟରମାନଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା ହୋଇଛି। ଏଠାରେ 91ରୁ 96 ପର୍ଯ୍ୟନ୍ତ ମୋଟ 6ଟି ବୁଥ୍ ପ୍ରତିଷ୍ଠା ହୋଇଛି। ମୁଖ୍ୟ ଫାଟକ ସମ୍ମୁଖରେ ବୁଥ୍ ମାନଚିତ୍ର ରଖାଯାଇଛି। ଭୋଟର ସହାୟତା କେନ୍ଦ୍ରର କର୍ମଚାରୀମାନେ ଭୋଟର ଭାଇ ଭଉଣୀମାନଙ୍କୁ ତାଙ୍କର ବୁଥ୍ ନମ୍ବର ଓ କ୍ରମିକ ସଂଖ୍ୟା ଖୋଜିବାରେ ସହାୟତା ଦେଉଛନ୍ତି। ଏଠାରେ ପାନୀୟ ଜଳର ସୁବିଧା ଅଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ହିଟ୍ ୱେଭ୍ ରୁମ୍ ଗଠନ କରାଯାଇଛି। ଏଠାରେ ଜଣେ ଆଶା ଦିଦି ORS ଆଉ ଦହି ପାଣି ପିଇବାକୁ ଦେଉଛନ୍ତି। ଆବଶ୍ୟକ ଔଷଧ ମଧ୍ୟ ପାଖରେ ରଖିଛନ୍ତି। ବିଦ୍ୟାଳୟ କାନ୍ଥରେ ଇଲେକ୍ସନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ନିୟମାବଳୀ ଲିପିବଦ୍ଧ ହୋଇଛି ଓ ବୁଥ୍ ନମ୍ବର ପରିଷ୍କାର ଭାବରେ ଲେଖା ହୋଇଛି। ବୁଥ୍ ଭିତରେ ସୁରକ୍ଷାକର୍ମୀ ଓ ପୋଲିଂ କର୍ମଚାରୀ ଭାବରେ କେବଳ ମହିଳାମାନେ ନିଯୁକ୍ତ ହୋଇଛନ୍ତି। ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ଶୃଙ୍ଖଳାର ସହ ମତଦାନ କରୁଛନ୍ତି। 2 ଜଣ ମହିଳାଙ୍କ ପରେ ଜଣେ ପୁରୁଷ ଏହି ନ୍ୟାୟରେ ଧାଡ଼ି ଆଗକୁ ବଢ଼ୁଛି। ସେଥିପାଇଁ ମହିଳାମାନଙ୍କ ଧାଡ଼ି ଛୋଟ ଅଛି। ଛୋଟ ପିଲାମାନଙ୍କୁ ବୁଥ୍ ଭିତରକୁ ଯିବାକୁ ଅନୁମତି ନାହିଁ। ମାଆମାନଙ୍କ ସହ ଆସୁଥିବା ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠଟିଏ ରହିଛି। ସେଠାରେ ଟେଲିଭିଜନ ଅଛି। ପିଲାଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅଛି। ୟୁନିଟ୍ 2 ରାଜଧାନୀ ବାଳିକା ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠର ପ୍ରାରମ୍ଭରେ ରହିଛି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ପୂର୍ଣ୍ଣାବୟବ ପ୍ରତିଛବି। ସେ ଏହି ବିଦ୍ୟାଳୟର ଛାତ୍ରୀ ଥିଲେ। ସେଥିରେ ଲେଖାଯାଇଛି ୱେଲକମ୍ ଟୁ ଆଲ୍ମା ମେଟର। ପଛକୁ ପଛ ରହିଛି ବିଦ୍ୟାଳୟର ପ୍ରାଚୀରପତ୍ର ଅନନ୍ୟା ଆଉ ବର୍ଣ୍ଣାଳୀ। କୋମଳମତି ଶିଶୁ ଆଉ କିଶୋରମାନଙ୍କର କମ୍ର ସୃଜନଶୀଳତାରେ ପୁଷ୍ଟ ହୋଇଛି ପ୍ରାଚୀରପତ୍ରଗୁଡ଼ିକ। ତା ସହିତ ରହିଛି ସୁବର୍ଣ୍ଣ ଜୟନ୍ତୀର ସ୍ମୃତିରାଜି ଆଉ ଶୈକ୍ଷିକ ପ୍ରଗତି ସୂଚକାଙ୍କ। ବିଦ୍ୟାଳୟର ସବୁଜିମା ଭିତରେ ବାହାରେ ସବୁଠି ପରିଦୃଶ୍ୟ। ଏକ ସମ୍ଭ୍ରାନ୍ତ ପରିବେଶରେ ଶୃଙ୍ଖଳିତ ବାତାବରଣରେ ମତଦାନ ଅଧିକାର ସାବ୍ୟସ୍ତ କରି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ମୋ ଭାରତ ମହାନ। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।